ଦୁଇ ଦିନର ବ୍ୟବଧାନ ପରେ ପୁଣି ଓଡ଼ିଶାରେ ସକ୍ରିୟ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସୋମବାର ଉପକୂଳ ସହ ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଛୁଇଁବ ମୌସୁମୀ। ସେହିଭଳି ଆଗାମୀ 4ରୁ 5 ଦିନ ଯାଏଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ସହ ବଜ୍ରପାତ ଓ ପବନ ଆଶଙ୍କା ରହିଥିବା ବେଳେ ଏନେଇ ସତର୍କ କରିଛନ୍ତି ଭୁବନେଶ୍ୱରର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି। ସେ ଆହୁରି କହିଛନ୍ତି, ବର୍ତ୍ତମାନ ମୌସୁମୀ ଉତ୍ତର ସୀମା ହର୍ନାଇ, ସୋଲାପୁର, ହାଇଦ୍ରାବାଦ, ଭଦ୍ରାଦ୍ରି, କୋଟାଗୁଡ଼େମ, କଲିଙ୍ଗପାଟନମ, ପାରାଦୀପ, ବାରିପଦା, ପୁରୁଲିଆ, ଧାନବାଦ ଓ ମୁଜାଫରପୁର ଦେଇ ଗତି କରୁଛି। ଆଗାମୀ 4ରୁ 5 ଦିନର ମୌସୁମୀ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶାର ଆହୁରି ଅନେକ ଅଞ୍ଚଳ, ଝାଡ଼ଖଣ୍ଡ, ବିହାର ଏବଂ ଦକ୍ଷିଣ ଛତିଶଗଡ଼କୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ସେହିଭଳି ଦକ୍ଷିଣ ଉପକୂଳ ଓଡ଼ିଶା ଓ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ନିକଟରେ ସମୁଦ୍ର ପତନଠାରୁ 3.1 କିଲୋମିଟର ଉଚ୍ଚତାରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଗତ 24 ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶା ଅନେକ ସ୍ଥାନରେ ଏବଂ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳରେ କିଛି ସ୍ଥାନରେ ହାଲୁକା ମଧ୍ୟମ ବର୍ଷା ହୋଇଛି। ଖୋର୍ଦ୍ଧା, କଟକ, ଢେଙ୍କାନାଳ ଓ ଯାଜପୁରରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ସର୍ବାଧିକ ବର୍ଷା ବୋଲଗଡ଼ରେ 9 ସେଣ୍ଟିମିଟର ରେକର୍ଡ ହୋଇଛି। ଗତକାଲି ବଜ୍ରପାତ ଯୋଗୁଁ ରାଜ୍ୟରେ 7 ଜଣଙ୍କ ମୃତ୍ୟୁ ହୋଇଛି ଓ 2 ଜଣ ଆହତ ହୋଇଛନ୍ତି। କଟକରେ 3 ଜଣ, ସୋନପୁର, ବୌଦ୍ଧ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସର୍ବାଧିକ ତାପମାତ୍ରା ବୌଦ୍ଧରେ 42.8 ଡିଗ୍ରୀ ଓ ସର୍ବନିମ୍ନ ଫୁଲବାଣୀରେ 21.5 ଡିଗ୍ରୀ ରେକର୍ଡ ହୋଇଛି। ଆଗାମୀ 4 ଦିନ ପାଇଁ ଚେତାବନୀ। ଅରେଞ୍ଜ ୱାର୍ଣ୍ଣିଂ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାରେ ବଜ୍ରପାତ ସହ 50ରୁ 60 କିଲୋମିଟର ବେଗରେ ପବନ ଓ ପ୍ରବଳ ବର୍ଷା ସମ୍ଭାବନା। ୟେଲୋ ୱାର୍ଣ୍ଣିଂ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ 40ରୁ 50 କିଲୋମିଟର ବେଗରେ ପବନ। କନ୍ଧମାଳ ଓ ରାୟଗଡ଼ାରେ ପ୍ରବଳ ବର୍ଷା, ଉପକୂଳ ଜିଲ୍ଲାରେ ଗୁଳୁଗୁଳି ଓ ଗରମ ଅନୁଭୂତି ହେବ।